ଅଥ ପଞ୍ଚଦଶ ଅଧ୍ୟାୟ। ପରୀକ୍ଷିତଙ୍କୁ ରାଜ୍ୟ ପ୍ରଦାନ ପୂର୍ବକ କୃଷ୍ଣ ବିହାର ହବ୍ୟତୀର୍ଥ ପାଣ୍ଡବମାନଙ୍କର ସ୍ୱର୍ଗାରୋହଣ। ଶ୍ରୀ ସୂତ କହିଲେ, ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ସଖା ଅର୍ଜୁନ ଏକେ ତ ଶ୍ରୀକୃଷ୍ଣ ବିହାରରେ କୁଶ ହୋଇଯାଇଥିଲେ। ତା ଉପରେ ପୁଣି ଯୁଧିଷ୍ଠିରଙ୍କର ତାଙ୍କର ବିଷାଦଗ୍ରସ୍ତ ରୂପ ଦେଖି ସେହି ବିଷୟରେ ନାନା ପ୍ରକାର ଆଶଙ୍କା କରି ପ୍ରଶ୍ନ ଉତ୍ତର ପ୍ରଶ୍ନ ଅଜାଡ଼ି ପକାଇଥିଲେ। ତେଣୁ ଅର୍ଜୁନଙ୍କର ମୁଖପଦ୍ମ ଓ ହୃଦୟପଦ୍ମ ଶୋକରେ ଶୁଖିଗଲା, ଚେହେରା ଆହୁରି ମଳିନ ପଡ଼ିଗଲା। ସେ ଶ୍ରୀକୃଷ୍ଣଙ୍କର ଧ୍ୟାନରେ ଏହିପରି ମଜ୍ଜିଗଲେ ଯେ ବଡ଼ ଭାଇଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ। ନେତ୍ର ପାଇଁ ଶ୍ରୀକୃଷ୍ଣଙ୍କର ସ୍ୱରୂପ ଅନ୍ତର୍ହିତ ହୋଇ ଯାଇଥିବାରୁ ସେ ପ୍ରେମଜନିତ ପ୍ରବଳ ଉତ୍କଣ୍ଠାରେ ଅବଶ ହୋଇ ପଡ଼ିଥିଲେ। ରଥ ଚଲାଉଥିବା ବେଳେ ଏକ ସଙ୍ଗେ ବିଚରଣ ପ୍ରଭୃତି କରିବା ବେଳେ ଭଗବାନ ତାଙ୍କ ସହିତ ଯେଉଁ ମିତ୍ରତା, ଅଭିନ୍ନ ହୃଦୟତା ଓ ପ୍ରେମପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଥିଲେ, ସେସବୁ ତାଙ୍କର ବାରମ୍ବାର ମନେ ପଡ଼ୁଥିଲା। ତେଣୁ ସେ ବଡ଼ କଷ୍ଟରେ ନିଜର ଶୋକ ସମ୍ବରଣ କରି ହାତରେ ଆଖିର ଲୁହ ପୋଛି ପୋଛି ବଡ଼ ଭାଇ ମହାରାଜ ଯୁଧିଷ୍ଠିରଙ୍କୁ ବାଷ୍ପରୁଦ୍ଧ କଣ୍ଠରେ କହିଲେ। ଅର୍ଜୁନ କହିଲେ, ମହାରାଜ, ମାମୁଁ ପୁଅ ଭାଇ ଓ ଅତ୍ୟନ୍ତ ଘନିଷ୍ଠ ମିତ୍ର ରୂପ ଧରିଥିବା ଭଗବାନ ଶ୍ରୀକୃଷ୍ଣଠାରୁ ଆଜି ମୁଁ ବଞ୍ଚିତ ହୋଇଗଲି। ମୋର ଯେଉଁ ପ୍ରବଳ ପରାକ୍ରମ ଦେଖି ବଡ଼ ବଡ଼ ଦେବତା ମଧ୍ୟ ଆଶ୍ଚର୍ଯ୍ୟରେ ବୁଡ଼ି ଯାଉଥିଲେ, ଶ୍ରୀକୃଷ୍ଣ ତାହା ମୋଠାରୁ ଛଡ଼େଇ ନେଲେ। ପ୍ରାଣ ଛାଡ଼ିଯିବା ପରେ ଶରୀରରୁ ଯେପରି ଶବ ବୋଲି କୁହାଯାଏ, ତାହା ବିୟୋଗରେ ସେହିପରି ଏ ସଂସାରରେ କ୍ଷଣକ ପାଇଁ ବଞ୍ଚିଥିବା ମଧ୍ୟ ମୋତେ ଅପ୍ରିୟ ଲାଗୁଛି। ଦ୍ରୌପଦୀ ସ୍ୱୟଂବର ବେଳେ ରାଜା ଦ୍ରୁପଦଙ୍କ ସଭାକୁ ଆଣିଥିବା ସାମନ୍ତ ରାଜାମାନଙ୍କ ତେଜକୁ ମୁଁ ସେହି ଶ୍ରୀକୃଷ୍ଣଙ୍କର ଆଶ୍ରୟରେ ହିଁ ହରଣ କରିପାରିଥିଲି ଏବଂ ଧନୁରେ ବାଣ ସନ୍ଧାନ ପୂର୍ବକ ମତ୍ସ୍ୟ ଭେଦ କରି ଦ୍ରୌପଦୀଙ୍କୁ ଲାଭ କରିଥିଲି। ତାଙ୍କର ସାନ୍ନିଧ୍ୟରେ ରହି ମୁଁ ନିଜ ବାହୁବଳରେ ସମସ୍ତ ଦେବତାଙ୍କ ସମେତ ଇନ୍ଦ୍ରଙ୍କୁ ମଧ୍ୟ ଜୟ କରିଥିଲି। ଅଗ୍ନିଦେବଙ୍କୁ ଖାଣ୍ଡବବନ ଦାନ କରିଥିଲି ଏବଂ ମୟଦାନ ଦ୍ୱାରା ନିର୍ମିତ ଅଲୌକିକ କଳା କୌଶଳଯୁକ୍ତ ମାୟାମୟୀ ସଭାଗୃହ ପାଇଥିଲି। ତାଙ୍କରି ପାଇଁ ଆପଣଙ୍କର ଯଜ୍ଞକୁ ଚତୁର୍ଦ୍ଦିଗ ରାଜାମାନେ ଆସି ନାନାବିଧ ଭେଟି ସମର୍ପଣ କରୁଥିଲେ। 10,000 ହାତୀଙ୍କ ଶକ୍ତି ଓ ସାମର୍ଥ୍ୟରେ ସମ୍ପନ୍ନ ଆପଣଙ୍କର ଏହି ସାନ ଭାଇ ଭୀମସେନ ସେଇ କୃଷ୍ଣଙ୍କ ବଳରେ ହିଁ ରାଜାମାନଙ୍କ ଶିରରେ ପାଦ ରଖିପାରୁଥିଲା। ଅଭିମାନୀ ଜରାସନ୍ଧ ବଧ କରିପାରିଥିଲି। ମହାଭୈରବ ଯଜ୍ଞରେ ବଳି ଦେବାପାଇଁ ଜରାସନ୍ଧ ଯେଉଁ ବହୁ ସଂଖ୍ୟକ ରାଜାଙ୍କୁ ବନ୍ଦୀ କରି ରଖିଥିଲା, ସେମାନଙ୍କୁ ସେଇ ଭଗବାନ ଶ୍ରୀକୃଷ୍ଣ ହିଁ ମୁକ୍ତ କରିଥିଲେ। ସେହି ରାଜାମାନେ ଆସି ଆପଣଙ୍କ ଯଜ୍ଞରେ ଅନେକ ପ୍ରକାର ଉପହାର ଦେଇଥିଲେ। ମହାରାଣୀ ଦ୍ରୌପଦୀଙ୍କର ଯେଉଁ ସୁନ୍ଦର କେଶପାଶ ରାଜସ୍ୱୟଂ ଯଜ୍ଞର ମହାନ ଅଭିଷେକ ପବିତ୍ର ହୋଇଥିଲା, ସେହି କେଶକୁ ଦୁଷ୍ଟ କୌରବମାନେ ପୂର୍ଣ୍ଣ ସଭାରେ ଛୁଇଁ ଦେବାର ସାହସ କରିଥିଲେ। କିନ୍ତୁ ଦ୍ରୌପଦୀ ଯେତେବେଳେ ନିଜର ମୁକୁଳା କେଶ ଦେଖାଇ ରୋଦନ କଲେ, ସେତେବେଳେ ଶ୍ରୀକୃଷ୍ଣଙ୍କ ପାଦରେ ତାଙ୍କର ଅଶ୍ରୁ ଝରି ପଡ଼ିଲା ଏବଂ ତାର ପରିଣାମ ସ୍ୱରୂପ ସେହି ଧୂର୍ତ୍ତମାନଙ୍କର ପତ୍ନୀମାନଙ୍କୁ ହିଁ ବିଧବା ହେବାକୁ ପଡ଼ିଲା।
ଏବଂ ସେମାନଙ୍କୁ ନିଜର କେଶ ବିନ୍ୟାସ ନିଜ ହାତରେ ଖୋଲି ଦେବାକୁ ପଡ଼ିଲା। ଆମ ବନବାସ କାଳରେ ଆମେ ଆମର ଶତ୍ରୁ ଦୁର୍ଯ୍ୟୋଧନ ଷଡ଼ଯନ୍ତ୍ରରେ ପୀଡ଼ିତ ହୋଇ 10,000 ଶିଶୁକୁ ସଙ୍ଗରେ ଧରି ଭୋଜନ କରୁଥିବା ମହର୍ଷି ଦୁର୍ବାସା ଆମକୁ ଏକ ଦୁସ୍ତର ସଙ୍କଟରେ ପକାଇ ଦେଇଥିଲେ। ସେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ହିଁ ଆମ ବନକୁ ଆସି ଦ୍ରୌପଦୀଙ୍କ ରନ୍ଧନ ପାତ୍ରରେ ଲାଗିଥିବା ଶାଗପତ୍ରଟିଏ ଖାଇଦେଇ ସେହି ନୈବେଦ୍ୟ ଗ୍ରହଣ କରି ଆମକୁ ସେହି ଘୋର ସଙ୍କଟରୁ ରକ୍ଷା କରିଦେଇଥିଲେ। ସେ ଖାଇଦେବା ପାତ୍ର ସେପଟେ ନଦୀରେ ସ୍ନାନ କରୁଥିବା ମୁନିମଣ୍ଡଳୀଙ୍କୁ ଅନୁଭବ ହେଲା କେବଳ ସେମାନଙ୍କର କ୍ଷୁଧା କ'ଣ, ସମଗ୍ର ତ୍ରିଲୋକ କ୍ଷୁଧା ମଧ୍ୟ ନିବାରଣ ହୋଇଯାଇଛି। ସେହି ଶ୍ରୀକୃଷ୍ଣଙ୍କର ପ୍ରତାପରୁ ହିଁ ମୁଁ ଯୁଦ୍ଧରେ ପାର୍ବତୀଙ୍କ ସହିତ ଭଗବାନ ଶଙ୍କରଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇଥିଲି। ତେଣୁ ସେ ପ୍ରସନ୍ନ ହୋଇ ମୋତେ ପାଶୁପତ ନାମକ ଅସ୍ତ୍ର ପ୍ରଦାନ କରିଥିଲେ। ତା ସହିତ ଅନ୍ୟାନ୍ୟ ଲୋକପାଳମାନେ ମଧ୍ୟ ପ୍ରସନ୍ନ ହୋଇ ମୋତେ ନିଜ ନିଜର ଅସ୍ତ୍ର ପ୍ରଦାନ କରିଥିଲେ। ତାଙ୍କରି କୃପାରୁ ହିଁ ମୁଁ ଇହ ଶରୀରରେ ସ୍ୱର୍ଗକୁ ଯାଇଥିଲି ଏବଂ ଇନ୍ଦ୍ରଙ୍କ ସଭାରେ ଇନ୍ଦ୍ରଙ୍କ ସହିତ ଏକା ସିଂହାସନରେ ବସିବାର ସମ୍ମାନ ଲାଭ କରିଥିଲି। ଇନ୍ଦ୍ରଙ୍କର କହିବାରେ ମୁଁ ଯେତେବେଳେ ସେଠାରେ କିଛି ଦିନ ରହିଗଲି, ସେତେବେଳେ ନିବାତକ ବତ୍ସ ଆଦି ଦୈତ୍ୟମାନଙ୍କୁ ମାଗିବା ନିମନ୍ତେ ଇନ୍ଦ୍ରାଦି ସମସ୍ତ ଦେବତା ମୋର ଏହି ଗାଣ୍ଡୀବ ଧାରଣ କରିଥିବା ଭୁଜର ଆଶ୍ରୟ ନେଇଥିଲେ। ମହାରାଜ, ଯାହାଙ୍କର ମହତୀ କୃପାକୁ ଏହି ସବୁ ଫଳ ମିଳିଥିଲା, ସେହି ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଆଜି ମୋତେ ଠକି ଦେଇ ଚାଲିଗଲେ। ମହାରାଜ, କୌରବ ସେନା ତ ଭୀଷ୍ମ, ଦ୍ରୋଣ ଆଦି ଆଚାର୍ଯ୍ୟ ମହର୍ଷିଙ୍କ ଦ୍ୱାରା ପୂର୍ଣ୍ଣ ଏକ ଅପାର ସାଗର ପରି ଥିଲେ। କିନ୍ତୁ ଶ୍ରୀକୃଷ୍ଣଙ୍କର ଆଶ୍ରୟ ନେଇ ମୁଁ ଏକୁଟିଆ ରଥ ଚଢ଼ି ତାହାଙ୍କୁ ପାରି ହୋଇପାରିଥିଲି। ଆପଣଙ୍କର ମନେଥିବ, ତାଙ୍କର ସହାୟତାରେ ମୁଁ ଶତ୍ରୁମାନଙ୍କ ହାତରୁ ବିରାଟ ରାଜାଙ୍କ ସବୁ ଗୋଧନ ଫେରାଇ ଆଣି ପାରିଥିଲି। ତା ସହିତ ଶତ୍ରୁ ରାଜାମାନଙ୍କ ମୁଣ୍ଡରେ ଥିବା ମଣିମୟ ମୁକୁଟ ତଥା ଦେହର ଅଳଙ୍କାର ସବୁ ମଧ୍ୟ ଛଡ଼ାଇ ଆଣିପାରିଥିଲି। କାରଣ ଶ୍ରୀକୃଷ୍ଣ ଥିଲେ ଆମର ବନ୍ଧୁ ଓ ସହାୟକ। ମହାରାଜ, ଭୀଷ୍ମ, କର୍ଣ୍ଣ, ଦ୍ରୋଣ, ଶଲ୍ୟ ତଥା ଅନ୍ୟ ବଡ଼ ବଡ଼ ରାଜା ଓ କ୍ଷତ୍ରିୟ ବୀରମାନଙ୍କ ରଥରେ ସମାବେଶରେ କୌରବ ସେନା ଶୋଭାୟମାନ ହେଉଥିଲା। ସେମାନଙ୍କର ସମ୍ମୁଖରେ ମୁଁ ଆଗେ ଆଗେ ରହି ଶ୍ରୀକୃଷ୍ଣ ସକ୍ରିୟ ଦୃଷ୍ଟିପାତ ବଳରେ ସେହି ମହାରଥୀ ଓ ୟୂଥପତିମାନଙ୍କ ଆୟୁ, ମନ, ଉତ୍ସାହ ଓ ବଳ ହରଣ କରି ନେଉଥିଲେ। ଦ୍ରୋଣାଚାର୍ଯ୍ୟ, ଭୀଷ୍ମ, କର୍ଣ୍ଣ, ଭୀରୁଶ୍ରଦ୍ଧା, ଭରିଶ୍ରଭା, ସୁବର୍ଷ୍ମା, ଶଲ୍ୟ, ଜୟଦ୍ରଥ ଓ ବାଲ୍ଲୁକ ଆଦି ବୀରମାନେ ମୋ ଉପରକୁ ସେମାନଙ୍କର ଅମୋଘ ଅସ୍ତ୍ରମାନ ପ୍ରୟୋଗ କରୁଥିଲେ ସତ, କିନ୍ତୁ ହିରଣ୍ୟକଶ୍ୟପ ଆଦି ହୈତ୍ୟମାନଙ୍କର ଅସ୍ତ୍ରଶସ୍ତ୍ର ଯେପରି ଭଗବତ୍ ଭକ୍ତ ପ୍ରହ୍ଲାଦଙ୍କୁ ସ୍ପର୍ଶ କରିପାରୁନଥିଲା, ସେମାନଙ୍କର ଅସ୍ତ୍ର ମଧ୍ୟ ସେହିପରି ମୋତେ ସ୍ପର୍ଶ କରିପାରୁନଥିଲା। ତାହା ଥିଲା ଶ୍ରୀକୃଷ୍ଣଙ୍କର ଭୁଜଦଣ୍ଡର ଛାୟା ତଳରେ ରହିବାର ପ୍ରଭାବ। ସଂସାରରେ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତ ହେବା ନିମନ୍ତେ ଶ୍ରେଷ୍ଠ ପୁରୁଷମାନେ ଯାହାଙ୍କର ପାଦପଦ୍ମରେ ସେବା କରନ୍ତି, ଯିଏ ଭକ୍ତମାନଙ୍କର ନିକଟରେ ସ୍ୱୟଂ ନିଜକୁ ଦାନ କରିଦିଅନ୍ତି, ସେମାନେ ଭଗବାନଙ୍କୁ ମୁଁ ଦୁର୍ବିଧ ନିଜର ସାରଥୀ କରି ରଖିଥିଲେ। ଆହା, ମୋର ରଥରେ ଘୋଡ଼ାମାନେ ଥକିଯିବାରୁ ମୁଁ ଯେତେବେଳେ ରଥରୁ ଓହ୍ଲାଇ ତଳେ ଠିଆ ହୋଇଯାଉଥିଲି,
ବଡ଼ ବଡ଼ ମହାରଥୀ ମାନେ ସେତେବେଳେ ବି ମୋ ଉପରକୁ ଅସ୍ତ୍ର ପ୍ରହାର କରି ନଥିଲେ, କାରଣ ଶ୍ରୀକୃଷ୍ଣ ପ୍ରଭାବରେ ସେମାନଙ୍କର ବୁଦ୍ଧି ହରିଯାଉଥିଲା। ମହାରାଜ ସେଇ ମାଧବଙ୍କର ବିଭିନ୍ନ ମଧୁର ମୁଦହାସଯୁକ୍ତ ବିନୋଦ ଭରା ହୃଦୟସ୍ପର୍ଶୀ ବଚନ ଏବଂ ତାଙ୍କର ମୋହପତି ସେଇ ପାର୍ଥ, ଅର୍ଜୁନ, ସଖା, କୁରୁନନ୍ଦନ ଆଦି ନାମରେ ସମ୍ବୋଧନ ସେ କଥା ମନେ ପଡ଼ିଗଲା। ତାହା ମୋର ଚିତ୍ତକୁ ଚୋରାଇ ନେଉଛି। ସେ ଓ ମୁଁ ପ୍ରାୟତଃ ଏକାଠି ଶୟନ, ଉପବେଶନ, ଭୋଜନ ଓ ବିଚରଣ କରୁଥିଲୁ। ବେଳେ ବେଳେ ମୁଁ ତାଙ୍କୁ ପରିହାସ କରି କହି ଦେଉଥିଲି, ସଖା, ତୁମେ ତ ଭାରି ସତିଆ ହେ। ତାହା ଶୁଣି ମଧ୍ୟ ମିତ୍ର ଯେପରି ମିତ୍ରର ଅପରାଧ ସହିଯାଆନ୍ତି, ପିତା ଯେପରି ପୁତ୍ରର ଅପରାଧ ସହିଯାଆନ୍ତି, ସେଇ ମହାପୁରୁଷ ସେହିପରି ନିଜର ମହାନୁଭବତା ହେତୁ ମୋ ପରି ଦୁର୍ବୁଦ୍ଧିର ସେହି ଅପରାଧ ସହିଯାଉଥିଲେ। ମହାରାଜ, ସେ ଥିଲେ ମୋର ପ୍ରିୟ ସଖା, ପ୍ରିୟ ମିତ୍ର। ନାନା, ସେ ତ ଥିଲେ ସାକ୍ଷାତ ମୋର ହୃଦୟ। ତାହା ମୋର ସେହି ହୃଦୟ ସ୍ୱରୂପ ପୁରୁଷୋତ୍ତମ ଭଗବାନଙ୍କ ଠାରୁ ମୁଁ ଚିରଦିନ ଲାଗି ବିଚ୍ଛିନ୍ନ ହୋଇଗଲି। ତେଣୁ ଆଜି ମୋର ଅବସ୍ଥା ଏହିପରି ହୋଇଯାଇଛି। ଭଗବାନଙ୍କର ପତ୍ନୀମାନଙ୍କୁ ସାଥିରେ ଧରି ମୁଁ ଦ୍ୱାରିକାକୁ ଆସିଥିଲି, କିନ୍ତୁ ବାଟରେ ଦୁଷ୍ଟ ଗରୁଡ଼ମାନେ ମୋତେ ଜଣେ ଅବଳାକୁ ପରାସ୍ତ କଲାପରି ପରାସ୍ତ କରିଦେଲେ। ମୁଁ ସେଇ ବନ୍ଧୁ ପତ୍ନୀମାନଙ୍କୁ ରକ୍ଷା କରିପାରିଲି ନାହିଁ। ଏବେ ବି ମୋର ହାତରେ ସେଇ ଗାଣ୍ଡୀବ ଧନୁ ଅଛି, ମୋର ତୃଣୀରେ ସେଇ ଶର ବି ଅଛି, ମୋର ସେଇ ରଥ ବି ଅଛି, ସେଇ ଘୋଡ଼ା ବି ଅଛି ଏବଂ ମୁଁ ସେଇ ରଥୀ ଅର୍ଜୁନ ମଧ୍ୟ ଅଛି। ତାହା ସମ୍ମୁଖରେ ବି ବଡ଼ ବଡ଼ ନରପତିମାନେ ମୁଣ୍ଡ ନୁଆଁଇ ଦେଉଥିଲେ, କିନ୍ତୁ ଶ୍ରୀକୃଷ୍ଣଙ୍କ ବିନା ଏସବୁ ଥାଇ ମଧ୍ୟ କ୍ଷଣକ ଭିତରେ ନଥିବା ସହିତ ସମାନ ହୋଇଗଲା। ଅନ୍ତଃ ସାରଶୂନ୍ୟ ହୋଇଗଲା। ଭସ୍ମରେ ଢଳା ଯାଉଥିବା ଆହୁତି ପରି, କପଟପୂର୍ଣ୍ଣ ସେବା ପରି ଏବଂ ଉଷୁର ଭୂମିରେ ବୁଣା ଯାଉଥିବା ବିହନ ପରି ସବୁ ବ୍ୟର୍ଥ ହୋଇଗଲା। ମହାରାଜ, ଆପଣ ଯେଉଁ ଦ୍ୱାରିକାବାସୀ ବନ୍ଧୁମାନଙ୍କ କଥା ପଚାରିଲେ, ସେମାନେ ସମସ୍ତେ ବ୍ରାହ୍ମଣମାନଙ୍କ ଅଭିଶାପରେ ମୋହଗ୍ରସ୍ତ ହୋଇଗଲେ ଏବଂ ବ୍ରାହ୍ମଣୀ ନାମକ ମଦିରା ପିଇ ମୋହମତ୍ତ ହୋଇ ଅପରିଚିତଙ୍କ ପରି ପରସ୍ପରଙ୍କୁ ଆକ୍ରମଣ, ଭସ୍ମରେ ଢଳା ଯାଉଥିବା ଆହୁତି ପରି, କପଟପୂର୍ଣ୍ଣ ସେବା ପରି ଏବଂ ଉଷୁର ଭୂମିରେ ବୁଣା ଯାଉଥିବା ବିହନ ପରି ସବୁ ବ୍ୟର୍ଥ ହୋଇଗଲା। ମହାରାଜ, ଆପଣ ଯେଉଁ ଦ୍ୱାରିକାବାସୀ ବନ୍ଧୁମାନଙ୍କ କଥା ପଚାରିଲେ, ସେମାନେ ସମସ୍ତେ ବ୍ରାହ୍ମଣମାନଙ୍କ ଅଭିଶାପରେ ମୋହଗ୍ରସ୍ତ ହୋଇ ଏବଂ ବ୍ରାହ୍ମଣୀ ନାମକ ମଦିରା ପିଇ ମଦୋନ୍ମତ୍ତ ହୋଇ ଅପରିଚିତଙ୍କ ପରି ପରସ୍ପରକୁ ଆକ୍ରମଣ କଲେ ଓ ମରାମରି, ପିଟାପିଟି ହୋଇ ସମସ୍ତେ ନଷ୍ଟ ହୋଇଗଲେ। ସେମାନଙ୍କ ମଧ୍ୟରୁ ମାତ୍ର 4-5 ଜଣ ବଞ୍ଚିଛନ୍ତି। ସତ କହିବାକୁ ଗଲେ ସବୁକିଛି ସର୍ବଶକ୍ତିମାନ ଭଗବାନଙ୍କର ହିଁ ଲୀଳା। ସଂସାରରେ ପ୍ରାଣୀମାନେ ପରସ୍ପରକୁ ପାଳନ ପୋଷଣ କରୁଛନ୍ତି ଏବଂ ପରସ୍ପରକୁ ମାରି ବି ଦେଉଛନ୍ତି। ରାଜନ୍, ଜଳଚରମାନଙ୍କ ମଧ୍ୟରେ ଯେପରି ବଡ଼ ଜନ୍ତୁ ଛୋଟ ଜନ୍ତୁକୁ, ବଳବାନମାନେ ଦୁର୍ବଳମାନଙ୍କୁ ଏବଂ ବଡ଼ ଓ ବଳବାନମାନେ ମଧ୍ୟ ପରସ୍ପରକୁ ମାରି ଖାଇଯାଆନ୍ତି, ଠିକ୍ ସେହିପରି ଅପ୍ରିୟ, ଅତିଶ୍ରେୟ, ବଳବାନ ଓ ବଡ଼ ବୋଲାଯାଉଥିବା ଯଦୁବଂଶୀମାନଙ୍କ ଦ୍ୱାରା ଭଗବାନ ଅନ୍ୟ ରାଜାମାନଙ୍କୁ ଧ୍ୱଂସ କରାଇ ଦେଲେ ଏବଂ ଶେଷରେ ସେହି ଯଦୁବଂଶୀମାନଙ୍କୁ ମଧ୍ୟ ପାରସ୍ପରିକ କଳହରେ ବିନାଶ କରାଇ
पृथ्वी को पूर्ण रूपे भारमुक्त करदेले। भगवान श्रीकृष्ण मते से सबू शिक्षा देथिले। से सबू थिला देशर काल और प्रयोजनर अनुरूप एवं से सबू हृदयर ताप को शांत करिथिला। से सबू कथा मने पड़गला। एबे भी ताहा मोर चित्त को चोरई नहीं जाउछि। श्रीसुत कहले, एहीपरि भावरे प्रगाढ़ प्रेम सहित श्रीकृष्ण चरण कमल चिंतन करी करी अर्जुनकर चित्तवृत्ति अत्यंत निर्मल और प्रशांत होईगला। श्रीकृष्ण पाद पद्म को अहनिश चिंतन करी करी तांकर प्रेममयी भक्ति अत्यंत बढ़ीगला। भक्तिर बेग तांकर हृदय को मंथन करी सेथिरु समस्त विकार नाश करदेला। युद्धरे प्रारंभरे भगवान तांकु जेउ गीता उपदेश प्रदान करिथिले, कालर व्यवधान और कर्मर विस्तार हेतु ताहा प्रमाद वशतः किछि दिन पई तांकर पासोरी होई जाइथिला। ताहा तांकु वर्तमान पुनर्बार मने पड़ीगला। ब्रह्म ज्ञान उदय होई जिबारु तांकर मायार आवरण तुटी जाई तांकु गुणातीत अवस्था प्राप्त हैला। द्वितीय संशय त्रुटि जाई अद्वैत स्थिति आसीगला। सूक्ष्म शरीर भांगीगला। से शोक और जन्म मृत्युर चक्ररु सर्वथा मुक्त होईगले। भगवानंकर स्वाधामगम एवं यदुवंशर संहार वृत्तांत शुणी निश्चल मती युधिष्ठिर स्वर्गारोहण पाई निर्णय करिनेले। अर्जुनंक ठारू यदुवंशी मानकर विनाश एवं भगवानंकर स्वधाम गमन कथा शुणी कुंती मध्य अन्यान्य भक्ति रे निजर हृदय को भगवान श्रीकृष्ण ठारे निविष्ट करदेले एवं चिरदिन पाई एक जन्म मृत्यु रूपी संसार उपरत होईगले। कंटा द्वारा कंटा काढ़ी सारिबा परे लोके उभय कंटा को फोपाड़ी देला परी भगवान मध्य लौकिक दृष्टि को जो जादव शरीर धरी पृथ्वी रे भारहरण करथिले, से शरीर को भी सेहीपरि परित्याग करदेले। तांको पाई तो शरीर धारण और त्याग एका परि थिला। नटंक परी से जेपरि मत्स्यादि रूप धारण करी पुनर्बार ताहा त्याग कर दियंती, ठीक सेही परि से जो मानव शरीर धरी पृथ्वी रे भारहरण करथिले ताहा भी त्याग करदेले। जहाँकर मधुर लीला स्मरण श्रवणर योग्य एवं जे प्रेमी और मुग्ध दान करती, से भगवान श्रीकृष्ण जो दिन मनुष्यकार देहरु पृथ्वी को अंतहित करते विचारहीन लोक मानक अधर्मर जालरे पकाउथिबा कलिजुग ठीक से ही दिन आसी पृथ्वी रे प्रवेश करिगला। महाराज युधिष्ठिर को कलिजुग माड़ी आसुथिबा कथा अछपा रहिला नाही। से देखिले जे देशरे नगर रे घर मानकरे ओ प्राणी मानक भितरे लोभ असत्य छल हिंसा आदि अधम बढ़ी चलिलानी। ताहा देखि से महाप्रस्थान करने को निर्णय कले। परीक्षित तांकरी परी गुणवान थिले, तेणु से निजर से विनयशील नीति परीक्षित को समुद्र परिवेष्टित पृथ्वी सम्राट पदरे हस्तिनापुर रे अभियुक्त करथिले। से अनिरुद्ध पुत्र वज्रनाभ को मथुरा रे सुरसेनाधिपति रूपे अभिषिक्त करथिले। तापरे समस्त युधिष्ठिर प्राजापत्य यज्ञ करी
ବନ୍ୟ ଆଦି ଅଗ୍ନିରେ ନିଜ ନିଜ ଭିତରେ ଲୀନ କରିଦେଲେ, ଅର୍ଥାତ୍ ଗୃହସ୍ଥାଶ୍ରମ ଧର୍ମ ମୁକ୍ତ ହୋଇ ସନ୍ନ୍ୟାସ ଗ୍ରହଣ କଲେ। ଯୁଧିଷ୍ଠିରଙ୍କର ନିଜର ବସ୍ତ୍ରାଭୂଷଣ ଆଦି ସେଠାରେ ଛାଡ଼ିଦେଇ ଏବଂ ମହତ୍ତ୍ୱ ଓ ଅହଙ୍କାରକୁ ମୁକ୍ତ ହୋଇ ସମସ୍ତ ବନ୍ଧନ କାଟିଦେଲେ। ସେ ଦୃଢ଼ଚିତ୍ତ ହୋଇ ବାଣୀକୁ ମନରେ, ମନକୁ ପ୍ରାଣରେ, ପ୍ରାଣୀକୁ ଅପାନରେ ଓ ଅପାନକୁ ତାର କ୍ରିୟା ସହିତ ମୃତ୍ୟୁର ତଥା ମୃତ୍ୟୁକୁ ପଞ୍ଚଭୂତମୟ ଶରୀରରେ ଲୀନ କରିଦେଲେ। ଏହିପରି ଭାବରେ ଶରୀରକୁ ମୃତ୍ୟୁର ସ୍ୱରୂପ ବୋଲି ଅନୁଭବ କରି ସେ ଶରୀରକୁ ତ୍ରିଗୁଣର ମିଶାଇ ଦେଲେ ଓ ତ୍ରିଗୁଣକୁ ମୂଳ ପ୍ରକୃତିରେ, ସର୍ବପ୍ରକାଶ ରୂପ ପ୍ରକୃତିକୁ ଆତ୍ମାରେ ଏବଂ ଆତ୍ମାକୁ ଅବିନାଶୀ ବ୍ରହ୍ମାରେ ବିଲୀନ କରିଦେଲେ। ତାଙ୍କୁ ଅନୁଭବ ହେବାକୁ ଲାଗିଲା ଯେ ଏହି ସମସ୍ତ ଦୃଶ୍ୟ ପଞ୍ଚମ ହେଉଛି ବ୍ରହ୍ମସ୍ୱରୂପ। ତାପରେ ସେ ବଳମ୍ବ ବସ୍ତ୍ର ଧାରଣ କରି ଅନ୍ନ ଜଳ ତ୍ୟାଗ କରିଦେଲେ, ହୈନବର୍ତ୍ତୀ ହୋଇଗଲେ ଏବଂ କେଶ ଖୋଲି ମୁକୁଳା ଛାଡ଼ିଦେଲେ। ସେ ନିଜ ରୂପକୁ ଏହିପରି କରିଦେଲେ ଯେ ସେ ଜଡ଼, ପାଗଳ କିମ୍ବା ପିଶାଚ ପରି ଦେଖାଗଲେ। ତାପରେ ଅନ୍ୟ କାହାକୁ ଅପେକ୍ଷା ନ କରି କାଳଙ୍କର ପରି ଅନ୍ୟ କାହାର କଥା ନ ଶୁଣି ଘରୁ ବାହାରି ପଡ଼ିଲେ। ଯେଉଁ ପରବ୍ରହ୍ମଙ୍କୁ ପାଇଗଲେ ଆଉ ସେ ଏହି ସଂସାରକୁ ଫେରିବାକୁ ପଡ଼ିବେ ନାହିଁ, ତାଙ୍କ ହୃଦୟରେ ଧ୍ୟାନ କରି କରି ସେ ଉତ୍ତର ଦିଗକୁ ଯାତ୍ରା କରି ଯେଉଁ ଦିଗକୁ କି ତାହାଙ୍କ ପୂର୍ବରୁ ବଡ଼ ବଡ଼ ମହାତ୍ମାମାନେ ଯାଇ ସାରିଥିଲେ, ଯୁଧିଷ୍ଠିରଙ୍କର ସାନ ଭାଇ ଭୀମସେନ, ଅର୍ଜୁନ ଆଦି ମଧ୍ୟ ଦେଖିଲେ ଯେ ଅଧର୍ମର ସହାୟକ କଳିଯୁଗ ସମସ୍ତଙ୍କୁ ପ୍ରଭାବିତ କରିଦେଲାଣି। ତେଣୁ ସେମାନେ ଶ୍ରୀକୃଷ୍ଣ ପ୍ରାପ୍ତି କରିବାକୁ ଦୃଢ଼ ନିଶ୍ଚୟ ହୋଇ ନିଜ ବଡ଼ ଭାଇଙ୍କ ଅନୁଗମ କଲେ। ସେମାନେ ତ ଜୀବନରେ ସବୁ ଲାଭ ଭଲ ରୂପେ ପାଇସାରିଥିଲେ। ତେଣୁ ଶ୍ରୀକୃଷ୍ଣ ପଦାବ୍ଜ ହିଁ ପରମ ପୁରୁଷାର୍ଥ ବୋଲି ନିର୍ଣ୍ଣୟ କରି ସେମାନେ ତାଙ୍କୁ ହୃଦୟରେ ଧାରଣ କଲେ। ଭଗବାନଙ୍କ ପାଦପଦ୍ମକୁ ଧ୍ୟାନ କରି ଫଳରେ ପାଣ୍ଡବମାନଙ୍କ ହୃଦୟରେ ଭକ୍ତିଭାବ ଉଦ୍ରେକିତ ହୋଇଗଲା। ସେମାନଙ୍କର ବୁଦ୍ଧି ସର୍ବଥା ଶୁଦ୍ଧ ହୋଇ ଭଗବାନଙ୍କର ସର୍ବୋତ୍କୃଷ୍ଟ ସ୍ୱରୂପ ଅନନ୍ୟ ଭାବରେ ସ୍ଥିର ହୋଇଗଲା, ଯେଉଁଥିରେ କି ନିଷ୍ପାପ ପୁରୁଷମାନେ ହିଁ ପ୍ରତିଷ୍ଠିତ ହୋଇପାରନ୍ତି। ଫଳତଃ ବିଷୟାସକ୍ତ ଦୁଷ୍ଟ ମନୁଷ୍ୟମାନଙ୍କୁ ଯେଉଁ ଗତି କେବେ ବି ମିଳେ ନାହିଁ, ନିଜର ବିଶୁଦ୍ଧ ଅନ୍ତଃକରଣ ଦ୍ୱାରା ତାହା ସେମାନଙ୍କୁ ସ୍ୱତଃ ମିଳିଗଲା। ସଞ୍ଜୀବନୀ ଏବଂ ଶ୍ରୀକୃଷ୍ଣଙ୍କର ପ୍ରେମାବେଶରେ ମୁଗ୍ଧ ଭଗବାନମୟ ବିଦୁର ମଧ୍ୟ ନିଜ ଶରୀରକୁ ପ୍ରଭାସ କ୍ଷତ୍ରିୟ ତ୍ୟାଗ କରିଦେଲେ। ତାପରେ ତାଙ୍କୁ ନେବା ପାଇଁ ଆସିଥିବା ପିତୃଗଣଙ୍କ ସହିତ ସେ ନିଜ ଲୋକଙ୍କ ଯମଲୋକକୁ ଚାଲିଗଲେ। ଦ୍ରୌପଦୀ ଦେଖିଲେ ଯେ ପାଣ୍ଡବମାନେ ଉଦାସୀନ ହୋଇଗଲେଣି। ତାହା ଦେଖି ସେ ଅନନ୍ୟ ପ୍ରେମରେ ଭଗବାନ ଶ୍ରୀକୃଷ୍ଣଙ୍କୁ ହିଁ ଚିନ୍ତନ କରି କରି ତାଙ୍କୁ ପାଇଗଲେ। ଯେଉଁ ଭକ୍ତି ଭଗବାନଙ୍କ ପ୍ରିୟ ଭକ୍ତ ପାଣ୍ଡବମାନଙ୍କ ମହାପ୍ରଣୟରେ ଏହି ପରମ ପବିତ୍ର ଓ ମଙ୍ଗଳମୟୀ କଥା ଶ୍ରଦ୍ଧାର ସହିତ ଶୁଣୁଛନ୍ତି, ସେ ନିଶ୍ଚୟ ଭଗବାନଙ୍କଠାରେ ଭକ୍ତି ତଥା ମୋକ୍ଷ ପଦ ଲାଭ କରନ୍ତି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାଏ ପ୍ରଥମ ସ୍କନ୍ଧେ ପାଣ୍ଡବ ସ୍ୱର୍ଗାରୋହଣ ନାମ ପଞ୍ଚମୋଧ୍ୟାୟ।